ओम नमः शिवाय। ମୁଁ ଜ୍ୟୋତିର୍ବିଦ ଲେଖକ ପ୍ରଫେସର ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ଆଜି ମୁଁ ଆପଣଙ୍କୁ ଗୋଟେ ଭଲ ଟପିକ୍ ବିଷୟରେ କହିବି, ସେ ହେଲା ନାଡ଼ୀବେଦ। ଯେଉଁମାନେ ମୋର ଇଂରାଜୀ ଭିଡ଼ିଓ ଆପଣ ଦେଖିଛନ୍ତି ତାଙ୍କ ପାଇଁ ଏ ଭିଡ଼ିଓ ବା ଚଳଚ୍ଚିତ୍ରଟି ପ୍ରଯୁଜ୍ୟ ନୁହେଁ। ଆପଣମାନେ ଜାଣିଥିବେ ଯେ ଆମେ ସମ ନକ୍ଷତ୍ରରେ ବିବାହ ନିଷେଧ, ସମ ରାଶି ହେଲେ ହେବ, କାରଣ ସମ ନକ୍ଷତ୍ରରେ ବିବାହ ନିଷେଧ। କାହିଁକି ନା ସମ ନକ୍ଷତ୍ରରେ ଯଦି ବର ଆଉ କନ୍ୟାଙ୍କର ନକ୍ଷତ୍ର ଆସେ ତାହେଲେ ସେଟା ଯାହା ବି ହେଉନା କାହିଁକି ସମ ନାଡ଼ି ହେଇଗଲା। ନକ୍ଷତ୍ର ଗୁଡ଼ାକୁ 36ଟା ନକ୍ଷତ୍ରକୁ 3ଟି ନାଡ଼ୀରେ ବିଭକ୍ତ କରାଯାଇଛି, ଆଦ୍ୟ ମଧ୍ୟ ଅନ୍ତ ନାଡ଼ି। କେଉଁ ନକ୍ଷତ୍ରକୁ ଆଦ୍ୟ ଆପଣ ଯେକୌଣସି ଗୋଟେ ପଞ୍ଚାଙ୍ଗ ଖୋଲିଲେ ଜାଣିପାରିବେ। ଆପଣଙ୍କୁ ଖାଲି ଏତିକି ଦେଖିବାର ଅଛି ଯେ ବରର ନକ୍ଷତ୍ର ଆଉ କନ୍ୟାର ନକ୍ଷତ୍ର ଗୋଟିଏ ନାଡ଼ୀରେ ପଡ଼ୁନାହାନ୍ତି ତ, ପଡ଼ିଲେ ଅସୁବିଧା କ'ଣ? ସମ ନକ୍ଷତ୍ର ନ ହୋଇଥାନ୍ତୁ, ସମ ନକ୍ଷତ୍ର ହେଲେ ତ ନାଡ଼ୀ ଦୋଷ ହେଲା ହିଁ ହେଲା। ଯଦି ନାଡ଼ୀ ଦୋଷ ବି ସମ ନକ୍ଷତ୍ର ନ ହେଇକି ବି ହେଉଛି, ଗୋଟିଏ ନାଡ଼ୀରେ ହୋଇଯାଉଛି ନକ୍ଷତ୍ର, ତାହେଲେ ଅସୁବିଧା ହେଲା କ'ଣ? ଆଦ୍ୟ ନାଡ଼ୀରେ ସ୍ୱାମୀ ଚାଲିଯିବ, ମଧ୍ୟ ନାଡ଼ୀରେ ସ୍ତ୍ରୀ ଚାଲିଯିବ, ଅନ୍ତ ନାଡ଼ୀରେ ପିଲାପିଲି ଚାଲିଯିବେ, ଯାହା ଲେଖା ହେଇଛି ଶାସ୍ତ୍ରରେ। କିନ୍ତୁ ଆଜିକା ଦିନରେ ମୁଁ ସେଇ ଗୋଟେ ଜିନିଷ କୁହେ, ଛାଡ଼ପତ୍ର। ନାଡ଼ୀଟାକୁ ଏଇ ଯେଉଁ 36 ଗୁଣ 36 ବିନ୍ଦୁ ବା ପଏଣ୍ଟ ନିଆହେଇଛି, ସେଥିରୁ 8 ପଏଣ୍ଟ ଦିଆହେଇଛି, ଯେଉଁଟାକି ଶତକଡ଼ା 22.22%। ମାନେ ଆପଣ ଭାବି ନିଅନ୍ତୁ ପ୍ରାୟ 25% ପାଖାପାଖି, 1/4 ଯେଉଁଟା କୁହାଯାଏ। ତ ନାଡ଼ୀର ଏତେ କାମ ରହିଛି। କାହିଁକି ନା ଇଏ ଆପଣଙ୍କର ଜୀବନ ହାନି ଘଟାଇ ପାରେ, ଠିକ୍ ମଙ୍ଗଳ ଦୋଷ ଭଳି। ତ ପିଲା ବାପା ମା ମାନେ ଆସୁଛନ୍ତି, କହୁଛନ୍ତି ସେମାନେ ଭଲ ପାଉଛନ୍ତି, ଆଉ ଆମେ କ'ଣ ନାଡ଼ୀ ଦୋଷ ଦେଖିବୁ? ତ ସେଇ ଜାଗାରେ କିଛି ଗୋଟେ ନାଡ଼ୀ ବେଧର ସଂଜ୍ଞା ଦିଆଯାଇଛି। କ'ଣ? ଯଦି ସ୍ୱାମୀ ଆଉ ସ୍ତ୍ରୀ ବା ଭାବି ସ୍ୱାମୀ ଆଉ ସ୍ତ୍ରୀ, ପ୍ରସ୍ପେକ୍ଟିଭ ବ୍ରାଇଡ୍ ଆଣ୍ଡ ଗ୍ରୁମ୍, ଯଦି ସେମାନେ ନକ୍ଷତ୍ରର ପ୍ରଥମ ପାଦ ଜଣଙ୍କର ହେଇଥିବ, ନକ୍ଷତ୍ରର ତୃତୀୟ ପାଦ ଆଉ ଜଣଙ୍କର ହେଇଥିବ, ନାଡ଼ୀ ବେଧ ହେଲା। ନକ୍ଷତ୍ରର ଦ୍ୱିତୀୟ ଆଉ ଚତୁର୍ଥ ନାଡ଼ୀ ବେଧ ହେଲା। ଅର୍ଥାତ୍ ଆପଣଙ୍କର ପାଦ ଭିତରେ ଯଦି ଗୋଟେ ଗୋଟେ ପାଦର ଭିନ୍ନତା ଆସିଲା, ଏମିତି ବି ଆପଣ ନାନୀକି ଚାଲନ୍ତୁ, ଯଦି କନ୍ୟାର 1 ହେଇଥିବ ପାଦ, ବରର ଚତୁର୍ଥ ପାଦ ହେଇଥିବ, ତାହେଲେ ବି କିଛି ମାତ୍ରାରେ ଏଇଟା ବେଦ ହେବ, ଯଦିଓ ଶାସ୍ତ୍ରରେ ଲେଖାଯାଏନି। ବିଶେଷତଃ କ'ଣ, ଆମେ ଯଦି ସମ ନକ୍ଷତ୍ର ହେଇଯାଉ, ଏଇଟା ଆମେ ମାନୁ ଯେ ଆମେ ପୂର୍ବ ଜନ୍ମରେ ଗୋଟେ କୌଣସି ପ୍ରକାର ସମ୍ପର୍କରେ, ସେ ଭାଇ ଭଉଣୀ ହୁଅନ୍ତୁ କିମ୍ବା ବାପ ଝିଅ ହୁଅନ୍ତୁ କିମ୍ବା ମା ଝିଅ ହୁଅନ୍ତୁ, କାରଣ ଆତ୍ମାର ତ କୌଣସି ପ୍ରକାର ଲିଙ୍ଗ ନାହିଁ, ଆମେ ଥିଲେ। ଯଦି ଏଠି ଆମେ ପାଦକୁ ଅଲଗା ଅଲଗା କରିଦେବା, ତାହେଲେ ସେଇଟା ଆମର ଗୋଟେ ପୂର୍ବ ଜନ୍ମର ଯେଉଁ ସମ୍ପର୍କଟାକୁ ଟିକେ ଭିନ୍ନ ବୋଲି ଦର୍ଶାଏ। ହଁ, ଆପଣ ହୁଏତ ମାମୁଁ ହେଇଥିବେ, ମୁଁ ତ ଆପଣଙ୍କର ଦୂରର ଗୋଟେ ଝିଆରୀ ହେଇଥିବି। ତ ସେଇଥିଲାଗି ପ୍ରଥମ ପାଦ ଚତୁର୍ଥ ପାଦ ବି ଆପଣ ଭେଦ ବୋଲି ନେଇପାରିବେ। ଆଉ ଯେଉଁ ଭେଦଟା କୁହାଯାଇଛି ନାଡ଼ୀର, ସେଇଟା ଗୋଟେ ଭାରି ଚମତ୍କାର ଜିନିଷ। ସେଇଟା କ'ଣ ନା, ଯଦି ସମ ନକ୍ଷତ୍ର ହୋଇ ମଧ୍ୟ ଅଲଗା ଅଲଗା ରାଶି ହେଲେ, ତାହେଲେ ବି ସେ ଜାଗାରେ ନାଡ଼ୀ ଭେଦ ହେବ।
ଦେଖନ୍ତୁ ଏଇଟା କାହିଁକି ମୁଁ ଖରାପ କହିଲି, କାରଣ ଯଦି ଅଲଗା ଅଲଗା ରାଶି ହୁଅନ୍ତି ତାହେଲେ ଭକୁଟରେ ସେଇଟା ଦୁଇ ଦ୍ୱାଦଶ ହେଇଗଲେ ଭକୁଟ ଦୋଷ ଲାଗିଗଲା। ଏଠି ଆମ ନାଡ଼ି ଦୋଷଟା ଭେଦ ହେଇଗଲା, କିନ୍ତୁ ଭକୁଟ ଦୋଷ ଲାଗିଗଲା କାରଣ ଦୁଇ ଦ୍ୱାଦଶ। ଆଗରୁ କୁହା ହେଉଥିଲା ଯେ ବର ରାଶି କନ୍ୟା ରାଶି 2 ହେବ, ବଡ଼ ରାଶି ହେବନି, ଏମିତି ଗୋଟେ କୁହାଯାଏ। ସେଗୁଡ଼ା ସବୁ କିଛି ନୁହେଁ ଆଜ୍ଞା। ଆଜିକା ଦୁନିଆରେ କନ୍ୟା ଆଉ ବର 2 ଜଣ ଯାକ ସମାନ। ଆଗରୁ ଯେତେବେଳେ ଆମର ପୁରୁଷ ପ୍ରାଧାନ୍ୟ ଏ ସମାଜରେ ଆମେ ସେମିତି କରିଦେଇଛୁ ଯେ ଯେଉଁଟା ଗୋଟେ ସ୍ତ୍ରୀ ପ୍ରତି ଖରାପ ହେଉଛି ଅରିଷ୍ଟଟା ସେ ଚଳେଇ ଦେଇଥିଲୁ ନା। 2 ଦ୍ୱାଦଶ ଲାଗିଗଲା ଭକୁଟରେ, କିନ୍ତୁ ନାଡ଼ି ଭେଦ ହେଇଗଲା। ଏଇଟା ବାସ୍ତବରେ ଗୋଟେ ପ୍ରକାର ଭେଦ ନୁହେଁ, କାରଣ ଏଠି ଯାହା ଯାହା ଅସୁବିଧା ହେବାର ଥିଲା ସେଟା ଭକୁଟ ଦ୍ୱାରା ନିର୍ଣ୍ଣୟ ହେଇଯିବ ବର୍ତ୍ତମାନ। କାରଣ ଯେକୌଣସି ଗୋଟେ ଭାବର ଦ୍ୱାଦଶ ଭାବଟା ହେଲା ତାର ମୃତ୍ୟୁ, ତାର ଶେଷ ତ ଆଉ କ'ଣ। ଯେକୌଣସି ଭାବର ଠିକ୍ ତାର ପୂର୍ବ ଭାବଟା ତାକୁ କ୍ଷୟ କରେ। ଷଷ୍ଠ ଭାବ ସପ୍ତମ ଭାବର ଦ୍ୱାଦଶ, ତେଣୁ ବିବାହ କ୍ଷୟ କରିବ ସିଏ ଛାଡ଼ପତ୍ର। ଲଗ୍ନର ଦ୍ୱାଦଶ ଭାବ ଆପଣଙ୍କୁ ହସ୍ପିଟାଲରେ ପକାଇ ମାରିଦେବ। ସେମିତି ଆପଣ ଭାବି ନିଅନ୍ତୁ ବହୁତ ଗୁଡ଼େ। ତ ଏଇଟା ବାସ୍ତବରେ ଗୋଟେ ନାଡ଼ି ଭେଦ ନୁହେଁ, ଯେଉଁଟାକି ଏବେ ଗୋଟେ ଜଣେ ଭାରି ଭେଟରାନ୍ ଜ୍ୟୋତିଷ ଆମ ଓଡ଼ିଶାର, ତାଙ୍କ ସହିତ ଗୋଟେ ଆଲୋଚନା ସମୟରେ ମୁଁ ତାଙ୍କ ଦିନ ଏକଥାଟା କହିଲି, ସେ ମୁଣ୍ଡରେ ହାତ ଦେଇକି ବସି ପଡ଼ିଲେ। କହିଲେ ଆରେ ତେଣୁ ବେଦ ବା ନାଡ଼ି ବେଦଟା ଏଇଭଳିଆ ହେଇପାରିବ ନାହିଁ। କିନ୍ତୁ 1-4 ବା 1-4 2-4 1-3ରେ ହେଇପାରିବ ବୋଲି କୁହାଯାଉଛି। ତା ଛଡ଼ା ଏଇ ଯେଉଁ ନାଡ଼ି ଭେଦ ହେଲା ବୋଲି ଆମେ ଧରିଲୁ, ସେଟା କେବଳ ସମ୍ପୂର୍ଣ୍ଣ ନୁହେଁ। ବା ଏଇଟା 1-3 ଏଇ ଯେଉଁ ନାଡ଼ି ଭେଦର ଯେଉଁ ନିୟମ ଗୁଡ଼ା ମୁଁ ଆପଣଙ୍କୁ କହିଲି, ଏମିତି ବି କିଛି ଜାଗାରେ କୁହାଯାଇଛି ଯଦି ଆପଣଙ୍କର ନକ୍ଷତ୍ର ଯେଉଁ ଭାବରେ ଅଛି, ମାନେ ଯେଉଁ ରାଶିରେ ଅଛି, ତାହାର ଅଧିପତି ଏବଂ ପୁଅର ନକ୍ଷତ୍ର, ଯେଉଁ ଝିଅର ନକ୍ଷତ୍ର ପୁଅ ନକ୍ଷତ୍ର ଯାହା ବି କୁହନ୍ତୁ, ଯେଉଁ ଭାବରେ ଅଛି ତାର ଅଧିପତି ଯଦି ପରସ୍ପର ମିତ୍ର ହେଇଥାନ୍ତି, ତାହେଲେ ସେଇ ଗ୍ରହ ମୈତ୍ରୀ ଦୃଷ୍ଟିରୁ ନାଡ଼ି ବି ଭେଦ କିଛି ମାତ୍ରାରେ ହେଇଯିବ। ପୁଣି ଭୁଲ। ଅର୍ଥାତ୍ ଆପଣମାନଙ୍କୁ ଏଠି ମୁଁ ସ୍ପଷ୍ଟ କରି ରଖିବାକୁ ଚାହୁଁଛି ଯେ ସମ ନାଡ଼ିରେ ବିବାହ, ଯେଉଁଠିକି ଆଜିକା ଦିନରେ ଛାଡ଼ପତ୍ରଟା ଏତେ ଗୋଟେ ସହଜ ହେଇଗଲାଣି, କେବେ ବି ଆପଣମାନେ ସେଟାକୁ ଆଜ୍ଞା ଦେବେନି, ପରମିଶନ ଦେବେନି ଯେ ଏଟା ହେଇଯାଉ ବୋଲି। ସବୁ ଛାଡ଼ି ଦିଅନ୍ତୁ, ବିବାହର ସବୁ ଗୁଡ଼ା ଛାଡ଼ି ଦିଅନ୍ତୁ। ବୈଶ୍ୟତା ଉପରେ ଗୋଟେ ଭିଡ଼ିଓ ମୁଁ ଆଗରୁ କରି ରଖିଥିଲି, ତାକୁ ବି ଦେଖିପାରନ୍ତି। କିନ୍ତୁ ନାଡ଼ି ଦୋଷ ଲାଗୁଛି, ସେ ଭେଦ ହେଉଥିଲେ ବି ସେଇଟା ଗୋଟେ ଏତେ ଖରାପ ଜିନିଷ କ୍ରିଏଟ୍ କରିବ, କେବେ ନା କେବେ ଆପଣଙ୍କର ଗୋଟେ ଅସୁବିଧାରେ ଆପଣ ସମ୍ମୁଖୀନ ହେବେ। ଯଦିଓ ସର୍ବଦା ଏଇଟା ମୃତ୍ୟୁକୁ ନ ଦର୍ଶାଇ ପାରେ, ପିଲାପିଲି ନ ହେଇପାରନ୍ତି, ଯେଉଁଟାକି ଗୋଟେ ପ୍ରକାର ଅଧା ପିତୃଶାପ ହେଇକି ରହିଗଲା, ମାତୃଶାପ ହେଇକି ରହିଗଲା। ଭେଦ ହେଉଥିବ ନାଡ଼ି 1-3 2-3 ହେଉଥିବ, କିନ୍ତୁ ଦେଖିବେ ଆପଣ କିଛି ନା କିଛି ଅସୁବିଧା ଥିବ। ତ ଏଇଟା ହେଲା ଥିଓରି ଆଉ ପ୍ରାକ୍ଟିସ୍, ବା ଯେଉଁଟା ସେଇ ବାଡ଼ି ବାଇଗଣ ଆଉ ପୋଥି ବାଇଗଣ କୁହାଯାଏ। ଆ ଭିତରେ ଗୋଟେ ବିଡ଼ମ୍ବନା। ଆପଣ ଆଜିକା ଦିନରେ ଦେଖି ନିଅନ୍ତୁ, ଯେକୌଣସି ଗୋଟିଏ ଏବେ ଆଇକାସ୍ରେ ଗୋଟେ ଭଲ ରିସର୍ଚ୍ଚ ଜଣେ କରିଥିଲେ ଏଇ ଡିଭୋର୍ସ ଉପରେ, 300ଟା ଜାତକ ନେଇକି ଦେଖାଉଥିଲେ, ନାଡ଼ି ଦୋଷ ଆପଣଙ୍କର ଆଉ ସେଠି ବଞ୍ଚିବାର ନାହିଁ। ଆଜି ନହେଲେ କାଲି ଗୋଟେ ଆସିଯିବ। ଯଦି ଅନ୍ୟ ସବୁଗୁଡ଼ା ସମ୍ପୂର୍ଣ୍ଣ ଭଲ ଅଛି, ସପ୍ତମ ଭାବ ବହୁତ ଭଲ ଅଛି, ଚନ୍ଦ୍ର ଶୁକ୍ର ବହୁତ ଭଲ ଅଛନ୍ତି, ତାହେଲେ କିଛି ମାତ୍ରାରେ ଏଇ ନାଡ଼ି ଦୋଷଟା ଗୋଟେ ଭେଦ ବୋଲି ଆପଣ ନେବେ। ଏତଦ୍ ବ୍ୟତୀତ ଶାସ୍ତ୍ରରେ ଯେଉଁ ବର୍ଣ୍ଣିତ ହେଇଛି 1-3 ସେ 2-4 ସମାନ ନକ୍ଷତ୍ର ଯଦି ଭିନ୍ନ ରାଶିରେ ପଡ଼ୁଥାନ୍ତି ଏ ଭେଦ ହେଇଯିବେ, ବିଲକୁଲ ନୁହେଁ। ତେଣୁ ସେ ଆଦ୍ୟ ନାଡ଼ି ହଉ, ଅନ୍ତ ନାଡ଼ି ହଉ, ମଧ୍ୟ ନାଡ଼ି ହଉ, ଯଦି ନାଡ଼ି ଦୋଷ ଆପଣଙ୍କର ଲାଗିଲା ତାହେଲେ ସେଟା ଲାଗିଲା।
तार कौन प्रकार नहीं तो किसी ना तो स्वामी स्त्री भितर एत से जिनटा को नागनाड़ी बोली कह जाए जिते समनाड़ी आसी जाती आमर किसी ओडिया भाषा बहुत लोग कहते नागनाड़ी दोष नाग को आम ये खराब भाषा माने खराब भाषा तो कहबी गोटे खराब सांकेतिक हिसाब से यूज कर विष मृत्यु सर्पटा को ज्योतिष सब खराब ही यूज कराई स्नेक्स इन एस्ट्रोलॉजी वीडियो जोटा अंग्रेजी में करी से विषय कही रखी तेणु आज मोर उपस्थापना है नाड़ी भेद केबे भी गोटे संपूर्ण नुहे तेणु नाड़ी दोष जदि रोचे जातक तेणु आपण मैंने केबे भी विवाह अनुमति देवेनि जिते आ मिशु था सी आम एत पूर्वजन्मर कर्म गुड़ा को त्वरान्वित करे कौटि ना कौटि गोटे कौन से समय से बह गोटे एपरी स्थित आसी उपनीत हम जोटि आप चलने से तेणु नाड़ी भेद हो था कि न था जदि नाड़ी दोष लगुच संपूर्ण मेलन भितर बह मेल नाड़ी भेद बोली गोटे संपूर्ण नाड़ी भेद के हुए ना गोटे तार खाली कंडीशन कही सब अन्य जिनसा बहुत भल थी नवांश कुंडल यहाँ व्यवहार थी नवांश कुंडल आप मिसुना नवांश पुअर नवांश झील मिसातु सी भल थी ताहले जाइंकी आपण देखिए हाँ नाड़ी दोष थिले भी हो किसी मात्रा कैंसल हो किंतु यही जो सब जिनस से शास्त्र लिखाई सेटा प्राय काम दिएनि आप देखिए नाड़ी दोष जब अच्छी स्वामी स्त्री मध्य गोटे अलग प्रकार कला हम कि जगह बहुत किसी जगह मुझे कह पिलापिली असुविधा हम से पंचम भाव अधिपति आमको देखा पड़े किसी मात्रा आपंकर जो फिजिकल कंट्रोल भी अष्टम मेडिकल एस्ट्रोलॉजी दृष्टि पंचमटा मोर हिंदू कौलिक ट्रेडिशनल ज्योतिष दृष्टि देखा जाऊँगी किंतु किसी ना किसी असुविधा उपजे बुझीगला आपणकर ए संपर्क में जदि किसी सम्यक ज्ञान थाए ए संपर्क में आप किसी गवेषणा करिसेंती मु देखुली कि दिन तले किसी लोक जड़े कमी जड़े कृष्ण महांती बोली जड़े लोक जाजपुर से ओडिया रे किसी बही लिखिंट गोटे राउत नटवर राउत से भी ओडिया रे किसी बही लिखिंट तो से भाया जदि क्यों लोक आजिकल जो ओडिया भाग्य लिखि बाहर लेखालेखि करुँच तो निश्चित रूप से आउपर लिखिथे जदि लेखालेखि आप किसी कमेंट सेक्शन में जनइबे तद्वारा से मत भी टिके जातीय और अंतर्जातीय स्तर में उपस्थापना करने को सहज हो आपण मैंने जानी ज्योतिष मोर अभिज्ञता केते कम व्यक्तिगत रूपे नाड़ी दोष गोटे बहुत भयंकर दोष तार भंग प्राय एते नाही से मंगल दोष जमी गोटे थिला ऐश्वर्या बच्चन अभिषेक बच्चन तांकर भी कौन पुणी अलग अलग होबार बसिले से सेटा टिके आप देखिए नाड़ी भेदटा को एत सहजरे नेबेनी जदि गोटे नाड़ी भेद भी भकुटा दोष हो जाऊँगी ताकू छाड़ी बाहर अन्य मेल को आप जिते दृष्टि देवे यहीटा आग सम नाड़ी न होता गला आ कौन हो मोर शेष अनुरोध खाली ओडिया नुहे इंग्राजी और हिंदी को भी टिके दृष्टि टे नजर पकांदु आपण निजर ज्ञानवर्धन हम जदि आपण निजक ज्योतिष को समर्पित करें भावतु जे ज्योतिष आपण किसी समर्पण कर ठीक भगवान भाया आप भगवान पाखे निजक समर्पण कर दौरान ताल भगवान आपणकर आउ किसी भावार नहीं ठीक से भाया ज्योतिष आगे जब आप निजक समर्पण कर दौरान मुझे बंची ज्योतिष पढ़ुची ज्योतिष ही मोप सबकि ताल ज्योतिषर मजाटा आप नहीं पारे कि जोटा कि आजिका दिन में मुझे देखुची बेसी होनी किए कहे मुझे जड़े डाक्तर मु ज्योतिष करुँची किए कहे मुझे जड़े इंजीनियर मु ज्योतिष करनी आज्ञा एटा है ज्योतिषर गोटे अवमानना हाँ आपणकर गोटे एमती भावना अच्छे जे आउ 2 वर्ष पर हुए तो मु
संपूर्ण रूप ज्योतिष करी एबे टिके टिके पढ़ा लेखा करुच्छे आप लेखा लेखि करिपारती कारण आप ज्ञानटा से मना करूनी पढ़ी लिखि दे पारती कि ज्योतिष हवापाई जो जो प्रकार जिन दरकार ध्यान ज्ञान नियम से जिनस जदि आप पारना दयाक अधा खंडिया ज्योतिष हूँ ना सेटा आपण ज्योतिष प्रति विपद समाज प्रति मध्य हो आज ये जदि महादेव चाहती ताला गोटे वीडियो नहीं खूब शीघ्र आप उपस्थित हे आज आज्ञा दिंतु ओम नमः शिवाय।